ଥରେ ଯୀଶୁଖ୍ରୀଷ୍ଟ ତାଙ୍କ ଆର୍ଥଲି ମିନିଷ୍ଟ୍ରି ସମୟରେ କେତେକ ଶାସ୍ତ୍ରୀ ଫାରୁସୀମାନଙ୍କ ସହିତ ସାମ୍ନା କରିଥିଲେ ଏବଂ ସେଠାରେ ସେ ଏକ ଭୟାନକ ପାପ ବିଷୟରେ କହିଥିଲେ। ସେ କ୍ଷମା ନ ମିଳିବା ଭଳି ଏକ ଭୟାନକ ପାପ ବିଷୟରେ ସଚେତନ କରିଥିଲେ, ଯାହାକି ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା ରୂପକ ପାପ ଥିଲା। ଯୀଶୁ କହିଥିଲେ, ଯିଏ ଏହି ଭୟାନକ ପାପ କରିବ ତାହାକୁ କେବେ ମଧ୍ୟ କ୍ଷମା ମିଳିବ ନାହିଁ। ଇହ ଯୁଗରେ କି ପର ଯୁଗରେ ବି ତାହାକୁ କ୍ଷମା ଦିଆଯିବ ନାହିଁ। ଏହି କ୍ଷମା ପାଇବା ନିମନ୍ତେ ଅଯୋଗ୍ୟ ରୂପକ ପାପ କ'ଣ ଥିଲା? ଆଜି ଅନେକଙ୍କ ମନରେ ଏହି ସନ୍ଦେହ, ଏହି ଦ୍ୱନ୍ଦ୍ୱତା ରହିଅଛି ଏବଂ ଆମ୍ଭେମାନେ ଏହି ବିଷୟକୁ ଜାଣିବା ନିତାନ୍ତ ଜରୁରୀ ଅଟେ। ଆଜି ଅନେକ ଅଛନ୍ତି ଏହାକୁ ଯେକୌଣସି ପାପ କଲେ ମଧ୍ୟ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ପାପ ବୋଲି ଭାବି ନେଇଥାନ୍ତି। କିନ୍ତୁ ଆସନ୍ତୁ ଆଜି ଆମ୍ଭେମାନେ ଧର୍ମଶାସ୍ତ୍ରରୁ ଦେଖିବା ଏହା କି ପ୍ରକାର ପାପ ଥିଲା। ଏହି ବାକ୍ୟାଂଶଟି ଆମ୍ଭେମାନେ ନୂତନ ନିୟମରେ 3ଟି ସୁସମାଚାରରେ ଦେଖିବାକୁ ପାଇଥାଉ। ମାଥ୍ୟୁ ଲିଖିତ ସୁସମାଚାର 12 ପର୍ବର 22-32 ପଦ, ମାର୍କ ଲିଖିତ ସୁସମାଚାର 3 ପର୍ବର 20-30 ପଦ ମଧ୍ୟରେ ଏବଂ ଲୁକ ଲିଖିତ ସୁସମାଚାର 12 ପର୍ବର 8-10 ପଦ ମଧ୍ୟରେ ଏହି ବାକ୍ୟାଂଶଟି ଦେଖିବାକୁ ପାଇଥାଉ। ପ୍ରଥମତଃ ଜାଣିବାକୁ ପଡ଼ିବ ଏହି ବାକ୍ୟାଂଶର ସନ୍ଦର୍ଭ କଣ୍ଟେକ୍ସଟ କ'ଣ ଥିଲା। ଯଦି ଆମ୍ଭେମାନେ ମାଥ୍ୟୁ 12 ପର୍ବରେ ଦେଖିବା, ସେ ସମୟରେ ଯୀଶୁଖ୍ରୀଷ୍ଟ ଜଣେ ଭୂତଗ୍ରସ୍ତ ଅନ୍ଧ ଓ ଘୁଙ୍ଗା ଲୋକକୁ ସୁସ୍ଥ କଲେ। ତାପରେ ସେ ଘୁଙ୍ଗା ଲୋକଟି କଥା କହିପାରିଲା ଓ ଦେଖିପାରିଲା। ଏହି ଚମତ୍କାରକୁ ଦେଖି ସେଠାକାର ଲୋକମାନେ ଆଚମ୍ବିତ ହୋଇ କହିବାକୁ ଲାଗିଲେ, ଏ କ'ଣ ସେହି ମସିହା କି ଯାହାଙ୍କ ଦ୍ୱାରା ଏ ପ୍ରକାର ଭୂତଗ୍ରସ୍ତ ବ୍ୟକ୍ତି ସୁସ୍ଥ ହୋଇପାରିଲା? କାରଣ ଖ୍ରୀଷ୍ଟଙ୍କ ବିନା ଏ ପ୍ରକାର ଚମତ୍କାର ତ ଅସମ୍ଭବ ଅଟେ। ଏ ପ୍ରକାର କଥାବାର୍ତ୍ତା ଚାଲିଥିବା ସମୟରେ ସେହି ପରିସ୍ଥିତିରେ ସେଠାରେ ଥିବା ଶାସ୍ତ୍ରୀ ଫାରୁସୀମାନେ କହିଲେ, ଏ ଲୋକଟା ଅର୍ଥାତ୍ ଯୀଶୁ ଭୂତପତି ବାଲ୍ ଜିବୁଲର ବିନା ସାହାଯ୍ୟରେ ଭୂତ ଛଡ଼ାଏ ନାହିଁ। ସେମାନେ ଯୀଶୁଖ୍ରୀଷ୍ଟଙ୍କ ସେହି ଆଶ୍ଚର୍ଯ୍ୟ କର୍ମକୁ ଯୀଶୁ ଯେ ଭୂତପତି ସାହାଯ୍ୟରେ ସୁସ୍ଥ କଲେ, ଭୂତ ଛଡ଼ାଇଲେ ବୋଲି ଯୀଶୁଖ୍ରୀଷ୍ଟଙ୍କୁ ନିନ୍ଦା କରିବାକୁ ଲାଗିଲେ। ସେହି ସମୟରେ ଯୀଶୁ ସେମାନଙ୍କ ପ୍ରତି ଉତ୍ତର କରି କହିଲେ, ଶୟତାନ କେବେ ନିଜ ବିରୁଦ୍ଧରେ ଉଠି ନଥାଏ ଏବଂ ଶୟତାନ କେବେ ଅନ୍ୟ ଶୟତାନକୁ ଛଡ଼ାଇ ନଥାଏ। ଯଦି ସେମିତି ହୁଏ ତାହେଲେ ତ ସେମାନଙ୍କ ମଧ୍ୟରେ ବିଭକ୍ତ ହେଲାଣି, କିନ୍ତୁ ସେପରି ନୁହେଁ। ଯୀଶୁ କହିଲେ, ଏପରି ଭୂତଗ୍ରସ୍ତ, ଏ ପ୍ରକାର ଶୈତାନର କାର୍ଯ୍ୟ, ଏ ପ୍ରକାର ଶୈତାନକୁ ତୋଡ଼ି ଦେବାର ଶକ୍ତି କେବଳ ଈଶ୍ୱରଙ୍କର ଓ କେବଳ ତାହାଙ୍କର ଅଟେ। ଯୀଶୁ ଏହି ଭୂତଗ୍ରସ୍ତ ବ୍ୟକ୍ତିଙ୍କୁ ସୁସ୍ଥ କରି ଏହା ସ୍ପଷ୍ଟ କରିଦେଲେ ଯେ ସେ ଈଶ୍ୱରଙ୍କ ଶକ୍ତି ଦ୍ୱାରା ହିଁ ଭୂତ ଛଡ଼ାଇଲେ। ଏହି ଘଟଣାଟିକୁ ଯଦି ଲକ୍ଷ୍ୟ କରିବା ତାହେଲେ ଆମ୍ଭେମାନେ ଦେଖିପାରୁଛୁ ଯୀଶୁଖ୍ରୀଷ୍ଟ ଈଶ୍ୱରଙ୍କ ଆତ୍ମାଙ୍କ ସାହାଯ୍ୟରେ ଭୂତ ଛଡ଼ାଇଲେ, କିନ୍ତୁ ଶାସ୍ତ୍ରୀ ଓ ଫାରୁସୀମାନେ ସେ ସମସ୍ତ ବିଷୟ ଜାଣି ଜାଣି ମଧ୍ୟ ଯୀଶୁ ଯେ ବାଲ୍ ଜିବୁଲ ଭୂତପତି ଦ୍ୱାରା ଭୂତ ଛଡ଼ାଇଲେ ବୋଲି ତାହାଙ୍କର ନିନ୍ଦା କରୁଅଛନ୍ତି। ଠିକ୍ ଏହି ପରିସ୍ଥିତିରେ ଯୀଶୁଖ୍ରୀଷ୍ଟ କହୁଅଛନ୍ତି, ଆଉ ଯେ କେହି ମନୁଷ୍ୟ ପୁତ୍ରଙ୍କ ବିରୁଦ୍ଧରେ କଥା କହିବ ତାହାକୁ କ୍ଷମା ଦିଆଯିବ, ମାତ୍ର ଯେ କେହି ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ କଥା କହିବ, ଇହ ଯୁଗରେ କି ପର ଯୁଗରେ ତାହାକୁ କ୍ଷମା ଦିଆଯିବ ନାହିଁ। ଅତଏବ ଏହି ଭୟାନକ ପାପ, ଯାହାର କ୍ଷମା କେବେ ମଧ୍ୟ ସମ୍ଭବ ନାହିଁ, ଏହି ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା ରୂପକ ପାପ, ତାହା କ'ଣ ଅଟେ ଅବା କ'ଣ ଥିଲା? ପ୍ରଥମତଃ ଏହି ସନ୍ଦର୍ଭ ଅନୁସାରେ ଆପଣଙ୍କ ମନରେ ଆସୁଥିବା ବିଭିନ୍ନ ପ୍ରକାରର ବଡ଼ ବଡ଼ ଶ୍ରେଣୀର ପାପ, ଯେପରିକି ବ୍ୟଭିଚାର, ନରହତ୍ୟା, ଭ୍ରୂଣ ହତ୍ୟା, ଚୋରି, ଡକାୟତି, ମଣ୍ଡଳୀ ପ୍ରତି ଆସୁଥିବା ନିର୍ଯାତନା ଇତ୍ୟାଦି ପାପ, ଏ ସମସ୍ତ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ପାପ ନୁହେଁ। ଏହି ସନ୍ଦର୍ଭ ଅନୁସାରେ ଇଭେନ୍ ଯୀଶୁଙ୍କ ବିରୁଦ୍ଧରେ କଥା କହିବା ମଧ୍ୟ ସେହି ପାପ ନୁହେଁ। ତାହା ହେଲେ ଏହା କେଉଁ ପାପ ଥିଲା? ଏହି ସନ୍ଦର୍ଭ ଅନୁସାରେ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା
ଏହା କି ପ୍ରକାର ପାପ ଥିଲା? ସନ୍ଦର୍ଭ ଅନୁସାରେ ଏହି ପାପ ଶାସ୍ତ୍ରୀ ଏବଂ ଫାରୁସୀମାନଙ୍କ ଦ୍ୱାରା ହୋଇଥିଲା। ସେମାନଙ୍କ ମଧ୍ୟରେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ହୋଇଥିବା ସେହି ଚମତ୍କାର କାର୍ଯ୍ୟକୁ, ସେହି ଈଶ୍ୱରଙ୍କ କାର୍ଯ୍ୟକୁ ଅସ୍ୱୀକାର କରିବା, ଈଶ୍ୱରଙ୍କୁ ଅପମାନ କରିବା ଓ ତାଙ୍କୁ ଅଭିଶାପ ଦେବା ସଙ୍ଗେ ସମାନ ଅଟେ। ଅର୍ଥାତ୍ ଯୀଶୁ ଈଶ୍ୱରଙ୍କ ଆତ୍ମାଙ୍କ ସାହାଯ୍ୟରେ ଯେଉଁ ଭୂତ ଛଡ଼ାଇଲେ, ଯେଉଁ ଆରୋଗ୍ୟ କଲେ, ସେହି ଆତ୍ମାଙ୍କ ଶକ୍ତି ଦ୍ୱାରା ପରିଚାଳିତ ଚମତ୍କାର କାର୍ଯ୍ୟକୁ ଏକ ଭୂତପତିର କାର୍ଯ୍ୟ ବୋଲି, ଯୀଶୁ ଅଶୁଚି ଆତ୍ମା ଦ୍ୱାରା ଶୟତାନର ଶକ୍ତି ଦ୍ୱାରା ଚମତ୍କାର କଲେ ବୋଲି ଦର୍ଶାଇବା ଏବଂ ଏହି ଚମତ୍କାରର ଉତ୍ସ ଭୂତପତି ବାଲ ଜିବୁଲ ଦ୍ୱାରା ହୋଇଅଛି ବୋଲି କହିବା ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା ଥିଲା। ଶାସ୍ତ୍ରୀ ଫାରୁସୀମାନେ ଯୀଶୁଖ୍ରୀଷ୍ଟଙ୍କର ସେ ଆଶ୍ଚର୍ଯ୍ୟ କର୍ମକୁ ଏ ପ୍ରକାର ହୋଇଅଛି ବୋଲି କହିବା ଥିଲା ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା ରୂପକ ପାପ। ଏହା ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ଏକ ଭୟାନକ ପାପ ଥିଲା, ଯାହାର କ୍ଷମା କେବେ ମଧ୍ୟ ମିଳିବ ନାହିଁ ବୋଲି ଯୀଶୁଖ୍ରୀଷ୍ଟ ସେଠାରେ କହିଅଛନ୍ତି। ମାର୍କ ଲିଖିତ ସୁସମାଚାରରେ ଯୀଶୁଖ୍ରୀଷ୍ଟଙ୍କର ଏହି ଶବ୍ଦକୁ ଏ ପ୍ରକାର ଲେଖାଯାଇଅଛି, ଯେ କେହି ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କଥା କହେ, ତାହାର କୌଣସି କାଳେ ହିଁ କ୍ଷମା ନାହିଁ, ମାତ୍ର ସେ ଅନନ୍ତ ପାପରେ ଦୋଷୀ ଅଟେ। ଏହା ଥିଲା ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା ରୂପକ ପାପ, ଯାହାର କ୍ଷମା କେବେ ମଧ୍ୟ ମିଳିବ ନାହିଁ, ବରଂ ସେ ପାପ କରିଥିବା ଲୋକମାନେ ଅନନ୍ତ ପାପରେ ଦୋଷୀ ଅଟନ୍ତି। ବର୍ତ୍ତମାନ ଏକ ମୁଖ୍ୟ ପ୍ରଶ୍ନ, ଜଣେ ପରିତ୍ରାଣ ପାଇଥିବା ଖ୍ରୀଷ୍ଟିଆନ ବ୍ୟକ୍ତିଙ୍କ ଦ୍ୱାରା, ଜଣେ ଖ୍ରୀଷ୍ଟ ବିଶ୍ୱାସୀଙ୍କ ଦ୍ୱାରା ଏହି ପାପ ହୋଇପାରେ କି? ବେଳେବେଳେ ବିଶ୍ୱାସୀମାନେ ନିରାଶ ହୋଇ, ବିରକ୍ତ ହୋଇ କିମ୍ବା ଭୁଲରେ ଅଜାଣତରେ ପବିତ୍ର ଆତ୍ମାଙ୍କ ବିଷୟରେ ଏପଟ ସେପଟ କଥା କହିଥାନ୍ତି ଏବଂ କିଛି ସମୟ ପରେ ଭୟରେ ଅନୁତାପ କରି, ଆହା ଏତେ ବଡ଼ ଭୁଲ କଲି, ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ମୋର ପାପ ହୋଇଗଲା, ବର୍ତ୍ତମାନ ମୁଁ କ'ଣ କରିବି, ଏ ପ୍ରକାର କହି ଚିନ୍ତାରେ ଏବଂ ଭୟରେ ପଡ଼ିଥାନ୍ତି। ଅର୍ଥାତ୍ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଏହି ପାପ କରେ କି? ଏହି ପାପ ଜଣେ ପରିତ୍ରାଣ ପାଇଥିବା ବ୍ୟକ୍ତିଙ୍କ ଦ୍ୱାରା ହୋଇପାରିବ କି? ଏହାର ସିମ୍ପଲ ଉତ୍ତର ହେଉଅଛି ନାହିଁ। କାରଣ ସେହି ସନ୍ଦର୍ଭ ଅନୁସାରେ ଆଜିର ପରିସ୍ଥିତି ସେହି ପରିସ୍ଥିତି ସହିତ ବହୁତ ଭିନ୍ନ ଅଟେ। ସନ୍ଦର୍ଭକୁ ଧ୍ୟାନର ସହିତ ଯଦି ବୁଝିବାକୁ ଚେଷ୍ଟା କରିବେ, ଯୀଶୁଖ୍ରୀଷ୍ଟ ନିଜେ ଶରୀରରେ ଉପସ୍ଥିତ ଥିଲେ ଏବଂ ସେମାନଙ୍କ ସମ୍ମୁଖରେ ସେହି ଚମତ୍କାର କରିଥିଲେ ଏବଂ ତାହାଙ୍କର ସେହି ଚମତ୍କାରକୁ ସେମାନେ ଭୂତପତିର ସାହାଯ୍ୟରେ କରୁଅଛି ବୋଲି ମିଥ୍ୟା ଉପସ୍ଥାପନା କରିଥିଲେ, ଯାହାକି ବର୍ତ୍ତମାନ ଅସମ୍ଭବ, କାରଣ ଯୀଶୁଖ୍ରୀଷ୍ଟ ବର୍ତ୍ତମାନ ସ୍ୱର୍ଗରେ ଅଛନ୍ତି। ଏହା ଥିଲା ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ପାପ ଏବଂ ଏହା କୌଣସି ପରିତ୍ରାଣ ପ୍ରାପ୍ତ ବିଶ୍ୱାସୀଙ୍କ ଦ୍ୱାରା କେବେ ମଧ୍ୟ ହୋଇପାରିବ ନାହିଁ।